ସାର୍ ଆପଣ ନାଁଟା କୁହନ୍ତୁ। ଦେବୀ ପ୍ରସାଦ ବିଷୋଇ, ଘର କୋଉଠି ଆପଣଙ୍କର? ଭଞ୍ଜନଗର। କ'ଣ କରନ୍ତି ଆପଣ? ମୁଁ ପେଶାରେ ଆଇନଜୀବୀ। ପେଶାରେ ଆଇନଜୀବୀ। ଆଉ କ'ଣ କାମ କରନ୍ତି? ଆଉ ମୁଁ କଂଗ୍ରେସ ପାର୍ଟିର ପ୍ରଦେଶ କଂଗ୍ରେସ ସଭ୍ୟ ଅଛି, ଭାରତୀୟ ଜାତୀୟ କଂଗ୍ରେସର ପିସିସି ମେମ୍ବର ଅଛି। କଂଗ୍ରେସ ଯେ ବର୍ତ୍ତମାନ ବିଶୃଙ୍ଖଳା ଚାଲିଛି ବର୍ତ୍ତମାନ, ହଁ, ଯେଉଁ କଂଗ୍ରେସ ମାନେ ଏମ୍ଏଲ୍ଏ ମାନେ ସବୁ ଦେଲେ କ୍ରସିଂ ଭୋଟ୍ କଲେ, ସେ ନେଇ କ'ଣ କହିବେ ଆପଣ ମତ କ'ଣ ରହିବ? ଦେଖନ୍ତୁ ସବୁ ଦଳ ବିଶୃଙ୍ଖଳା ଅଛି। ଏବେ ବିଜେଡ଼ିରେ କ'ଣ ବିଶୃଙ୍ଖଳା ହେଇନି, କିନ୍ତୁ କଂଗ୍ରେସ ବିଶୃଙ୍ଖଳାର ସ୍ୱାଭାବିକ କଥା। ତାପରେ ଏଇଟା ହାଇକମାଣ୍ଡ ସେଥିପାଇଁ ତାର ଆକ୍ସନ୍ ନେଇସାରିଛନ୍ତି। ଆଉ ସେ ବିଷୟରେ ମୁଁ କ'ଣ କହିବି? ବାଘ ଘାସ ଖାଇଗଲା, ସେ ନେଇ କ'ଣ କହିବେ? ନା, ବାଘ ଘାସ ଖାଇଲା ଯାହା ରମେଶ ଜେନାଙ୍କ ନିଜ ପର୍ସନାଲ ବିବୃତ୍ତି ହେଉଛି। ସିଏ କହୁଛନ୍ତି ମୋ ବାପାକୁ ମୋତେ ବର୍ଷ ବର୍ଷ ଧରି ବିଜେଡ଼ି ସରକାର ଜେଲରେ ରଖିଥିଲା, ସେଥିପାଇଁ ମୁଁ ରାଗରେ ଭୋଟ୍ ଦେଲି, ତାଙ୍କର ବିବୃତ୍ତି। ଦଳ କହୁଛି ତୁମ ଦଳ ଚିହ୍ନରେ ଜିତିଥିଲ, ଯେହେତୁ ଦଳ ବିରୁଦ୍ଧରେ ଭୋଟ୍ ଦେଲ, ତେଣୁ ସସ୍ପେଣ୍ଡ କରାଗଲା। ତେଣୁ ଦିଆଲୁ ଯାହା ଦେଖିଲେ ଠିକ୍, କିଛି ଅସୁବିଧା ନାହିଁ। ଆଉ କ'ଣ ପ୍ରଭାବ ପଡ଼ିବନି ଆପଣଙ୍କର? ହଁ, ଜଣେ ବିଧାୟକ ଗଲା ପରେ ତ ନିଶ୍ଚୟ କିଛି ପ୍ରଭାବ ପଡ଼ିବ। ଆଉ ତାକୁ କେମିତି ସୁଧାରାଯିବ ସେଇଟା ହାଇକମାଣ୍ଡ ଚିନ୍ତା କରିବେ। ରମେଶ ଜେନାଙ୍କୁ କେତେ ଭଲ ପାଆନ୍ତି ଆପଣ? ହଁ, ସାନ ଭଳିଆ ଭାବେ, ସାନ ଭାଇ ଭଳିଆ ଭାବେ। ରମେଶ ଜେନା ବର୍ତ୍ତମାନ ଦଳରୁ ବାହାରିଲେ, ମୋତେ କିଏ ହେବେ ମଙ୍ଗ ଧରିବେ କିଏ? ସେଇଟା ପିସି ସଭାପତି ଚୟନ କରିବେ। ଆପଣ ଆଜି ଆସିଥିଲେ, ଆଜି ବୈଠକ ଚାଲିଥିଲା, କଂଗ୍ରେସ ଭବନରେ ବୈଠକ ଚାଲିଥିଲା, କ'ଣ ନିଷ୍ପତ୍ତି ହେଲା? ନିଷ୍ପତ୍ତି କିଛି ହେଇନି, ସମସ୍ତେ ଏକମତ ହୋଇ ପିସି ସଭାପତିଙ୍କୁ ଦାୟିତ୍ୱ ଦେଇଛନ୍ତି। ସିଏ ଯାହାକୁ ବାଛି ସମସ୍ତେ ତାକୁ ସହଯୋଗ କରିବେ। ପାଖାପାଖି କେତେ ଲୋକ ଆପଣଙ୍କୁ ଆସୁଛନ୍ତି? ଆପଣ ଆଜି ପ୍ରାୟ 50 ଜଣ ଆସିଥିଲେ। ଆସନ୍ତି, ତା ନାଁ ଅଛି ଚର୍ଚ୍ଚା? ନା, 4-5 ଜଣଙ୍କ ଅଛି। ମୁଁ ନିଜେ ଆଶାଇଥିଲି, ମୁଁ ନିଜେ ଓହରି ଗଲି। କାହିଁକି? କାହିଁକି ନା ଫାଇନାନ୍ସ ଦୃଷ୍ଟିରୁ ମୁଁ ଓହରି ଗଲି। ପଇସା ଖର୍ଚ୍ଚ ଭାଇ, ବିନା ପଇସାରେ ସଂଗଠନ ନେଇପାରିବନି।